पासे पाइबुरे परित्राण पाइबुरे अनायासे न फेरिले मरिबो तू न फेरिले मरिबो तू परित्राण बिना कालो बारी चूले जारे रुधिर झरणा केणे जाऊ पापीरे बारे फेरी आना कालो बारी चूले झारे रुधिर झरणा केणे जाऊ पापीरे बारे फेरी आना कालो बारी चूले झारे रुधिर झरणा केणे जाऊ पापीरे। ଖ୍ରୀଷ୍ଟଙ୍କ ଜଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ଆଜିର ବାକ୍ୟ ପରିବେଷଣ କେନ୍ଦ୍ରକୁ ସମସ୍ତଙ୍କୁ ସ୍ୱାଗତ। ଈଶ୍ୱରଙ୍କୁ ଧନ୍ୟବାଦ ଦେବା। ଆମେ এই ଭିଡ଼ିଓ କରିବାରେ ଟିକେ ଅସାମାନ୍ୟ ବିଳମ୍ବ ହୋଇଥିବାରୁ ମୁଁ ଦୁଃଖିତ, କ୍ଷମା କରନ୍ତୁ। କେତେକ ଟେକ୍ନିକାଲ ଅସୁବିଧାରେ ଆମେ ଡେରି କରିଛୁ। ତେବେ ଆସନ୍ତୁ ଆଜି ଆମେ ବାକ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କରିବା। ଆଜିର ଆମର ମୁଖ୍ୟ ପ୍ରସଙ୍ଗ ହେବ ତପସ୍ୟା କାଳରେ କରିବା କ'ଣ। ତେବେ ଏ ବାକ୍ୟ ପରିବେଷଣ କରିବା ପୂର୍ବରୁ ଆସନ୍ତୁ ପବିତ୍ର ଧର୍ମଗ୍ରନ୍ଥରୁ ଗୋଟିଏ ବାକ୍ୟ ପାଠ କରିବା, ପଠିତ ବାକ୍ୟ ଉପରେ ଅଳ୍ପ ପ୍ରାର୍ଥନା କରି ବାକ୍ୟ ପରିବେଷଣ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜି ଆମେ ମାଥ୍ୟୁ ସୁସମାଚାର 17 ଅଧ୍ୟାୟ 21 ପଦକୁ ନେବା। ସେ ଗୋଟିଏ ବାକ୍ୟ ପାଠ କରି ପଠିତ ବାକ୍ୟ ଉପରେ ଅଳ୍ପ ପ୍ରାର୍ଥନା କରି ବାକ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କରିବା। ବାକ୍ୟଟି ଏହି ପ୍ରକାର ଲେଖାଯାଇଛି, ପ୍ରାର୍ଥନା ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏ ପ୍ରକାର ଦୁଷ୍ଟ ଆତ୍ମାକୁ ବିତାଡ଼ିତ କରାଯାଇପାରିବ ନାହିଁ। ପ୍ରଭୁଙ୍କର ବାକ୍ୟ। ତେବେ ଆସନ୍ତୁ ଅଳ୍ପ ପ୍ରାର୍ଥନା କରିବା। ସକଳ ପ୍ରଶଂସା ମହିମା ଗୌରବ ପରାକ୍ରମ ତୁମରି ପବିତ୍ର ନାମରେ ହେଉ। ହେ ଦୟାମୟ ପ୍ରଭୁ ଯୀଶୁ, ତୁମେ କହିଲ ଯେତେବେଳେ ସେଇ ତୁମର ଆତ୍ମା ପ୍ରେରଣ ପବିତ୍ର ଆତ୍ମା ଆସିବେ ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ ବୋଲି ତୁମେ ଜନ୍ ସୁସମାଚାର 14 ଅଧ୍ୟାୟ 26 ତୁମେ କହିଅଛ। ଆଜି ବିନତି କରୁଛୁ, ପ୍ରାର୍ଥନା କରୁଛୁ, ତୁମର ଆତ୍ମାକୁ ପ୍ରେରଣ କର। ସେହି ପବିତ୍ର ଆତ୍ମା ହିଁ ମୋର ଜିଭ ମୁଖ ଦେଇ ଆମମାନଙ୍କୁ କଥା କୁହନ୍ତୁ, ଯେପରି ଆମେ ତପସ୍ୟା କାଳରେ କ'ଣ କ'ଣ କରିବୁ ନ କରିବୁ ସେ ବିଷୟ ଶିକ୍ଷା ଦେବା ପାଇଁ ତୁମର ଆତ୍ମା ପ୍ରେରଣ କରିବା ପାଇଁ ସବିନୟ ପ୍ରାର୍ଥନା କରୁଛୁ। ପ୍ରଭୁ ଯୀଶୁଙ୍କ ନାମରେ ମାଆଙ୍କ ମାଧ୍ୟସ୍ଥ ଭିକ୍ଷା କରୁଅଛୁ, ଆମେନ୍। ଆସନ୍ତୁ ସ୍ନେହର ଭାଇ ଭଉଣୀମାନେ, ତେବେ ଆମର ଖ୍ରୀଷ୍ଟିଆନ ଜଗତରେ 12 ମାସରେ 6 ଋତୁ ଏବଂ 3ଟା କାଳ, ଆଗମନ କାଳ, ସାଧାରଣ କାଳ ଏବଂ ଆମମାନଙ୍କର ତପସ୍ୟା କାଳ। ବର୍ତ୍ତମାନ ଆମେ ସମସ୍ତେ ତପସ୍ୟା କାଳରେ ଅଛେ। ତେବେ ସ୍ନେହର ଭାଇ ଭଉଣୀମାନେ, ଆଜି ଆମର ପ୍ରସଙ୍ଗ ହେଲା ଏହି ତପସ୍ୟା କାଳରେ ଆମେ କ'ଣ କରିବାଟା ଈଶ୍ୱରଙ୍କର ଦିବ୍ୟ ଇଚ୍ଛା ସାହା ସେ ଅନୁସାରେ ଆମେ କାର୍ଯ୍ୟକାରୀ କରିବାକୁ ଆରମ୍ଭ କରିବା। ତେବେ ଏହି ତପସ୍ୟା କାଳ ଆମମାନଙ୍କୁ 40 ଦିନ ଦିଆଯାଇଛି। 40 ଦିନ ଦେବାର କାରଣ ହେଲା ଜନା ପୁସ୍ତକ 3:4 ପଦରେ ପରମେଶ୍ୱର ନିନିବେ ସହର ଲୋକମାନଙ୍କୁ ଚରମ ସୀମା ସମୟ ଦେଲେ, ଅଲ୍ଟିଟିୟମ୍ ଦେଲେ। ଅର୍ଥାତ୍ ସେ କହିଲେ ଆଉ ମାତ୍ର 40 ଦିନ ସମୟ ଦିଆଗଲା ତୁମମାନଙ୍କୁ। ଯଦି 40 ଦିନ ମଧ୍ୟରେ ତୁମେ ଯଦି ଅନୁତପ୍ତ ନ ହେବ, ମନ ପରିବର୍ତ୍ତନ କରି ପ୍ରଭୁଙ୍କୁ ପ୍ରତ୍ୟାବର୍ତ୍ତନ କରିବ ନାହିଁ, ତାହେଲେ ଯେଭଳି ସଦମ ଗମୋରା ସହରକୁ ଧ୍ୱଂସ କରାଗଲା ସେ ସହରକୁ ମଧ୍ୟ ଧ୍ୱଂସ କରାଯିବ। ଏହି ଆଧାରକୁ ନେଇ ଆଜି ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ମଧ୍ୟ 40 ଦିନ ଦେଇଛନ୍ତି। ତେବେ 40 ଦିନ ଦିବସରେ ଆମମାନେ କ'ଣ କରିବା ନ କରିବା ସେ ବିଷୟରେ ଆସନ୍ତୁ ଶିଖିବା। ଆମେ ଏହି 40 ଦିନ ତପସ୍ୟା କାଳରେ ପ୍ରଥମରେ ଆମେ ନିଜର କପାଳରେ ଭସ୍ମ ଲଗାଇ ଆମେ ତପସ୍ୟା କାଳ ଆରମ୍ଭ କରୁଛୁ। ଭସ୍ମ ଲଗାଇବାର ଅର୍ଥ ହେଲା, ଆୟୋବ ପୁସ୍ତକ 13 ଅଧ୍ୟାୟ 12 ପଦରେ ଲେଖାଯାଇଛି, ଆମମାନଙ୍କର ସୃଷ୍ଟି ଭସ୍ମକୁ ସ୍ମରଣ କରିବା ସଙ୍ଗେ ସମାନ, ବା ମାଟିର ତମ୍ବୁ ବା ମାଟିର ଘରକୁ ସ୍ମରଣ କରିବା ସଙ୍ଗେ ସମାନ ହେବ। କାରଣ ଭସ୍ମ ପବନରେ ଉଡ଼ିଯାଇ ତାର ସ୍ଥିତି ଗତି କୁଆଡ଼େ ରହି ଜଣାପଡ଼େ ନାହିଁ, ବା ପାଣିରେ ଭିଜିଗଲେ ମଧ୍ୟ ଭସ୍ମର ତାର ସ୍ଥିତି ରହେ ନାହିଁ, ତାର ଅସ୍ତିତ୍ୱ ରହେ ନାହିଁ। ତଦ୍ରୂପ ଠିକ୍ ଆମେ ମନେ ପକାଇ ଆମର କପାଳରେ ଲଗା ହେଉଛି, କାରଣ ଆମର ଚିନ୍ତାଧାରା ଏ ମନରୁ ଆରମ୍ଭ ହୁଏ।
ତେଣୁ ଆମେ ମନେ ରଖିବା ଦରକାର ଯେ ଆମର ମାଟିର ମଣିଷ ଆଜି ଅଛି କାଲି ନୁହଁ, ମାଟିର ମଣିଷ ମାଟିରେ ମିଶିବ। ତେବେ ଗର୍ବ ଦମ୍ଭ ଅଭିମାନ କାହିଁକି? এই କଥାକୁ ଚିନ୍ତା କରି ଆମେ ତପସ୍ୟା କରିବା। ତେବେ ସ୍ନେହର ଭାଇ ଭଉଣୀମାନେ, ବିଶେଷ କରି ଏ ତପସ୍ୟା କାଳରେ ଆମର ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ତିନୋଟି ମେନ୍ ଜିନିଷ କରିବାକୁ ଆମମାନଙ୍କୁ ଶିକ୍ଷା ଦିଏ: ପ୍ରାର୍ଥନା, ଉପବାସ ଏବଂ ଦାନ ଧର୍ମ। এই যে ପ୍ରାର୍ଥନା ଏବଂ ଉପବାସ ବିଷୟରେ ଯେଉଁ ଦିଆଯାଏ ଆମର ମଣ୍ଡଳୀ, ସେଥିପାଇଁ ଆମେ ଯେଉଁ ପଠନ ପଢ଼ିଲୁ, ସେଥିପାଇଁ ସ୍ୱୟଂ ପ୍ରଭୁ ଯୀଶୁ ମଧ୍ୟ କହୁଛନ୍ତି ଯେ ମାଥ୍ୟୁ ସୁସମାଚାର 17:21 ଦେଖାଯାଉଛି, ପ୍ରାର୍ଥନା ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏ ପ୍ରକାର ମନ୍ଦ ଆତ୍ମାକୁ ବିତାଡ଼ିତ କରାଯାଇ ନପାରେ। ତେବେ ସ୍ନେହର ଭାଇ ଭଉଣୀମାନେ, ମାଥ୍ୟୁ ସୁସମାଚାର 17:14-28 ଆମେ ଦେଖୁଛୁ, ଜଣେ ବାଳକକୁ ଫିଟ୍ସ ବେମାର ହୋଇଥିଲା। ସେ ତଳେ ପଡ଼ିଯାଉଥିଲା, ଛୋଟ ଛୋଟ ହେଉଥାଏ ଏବଂ ତାର ମୁହଁରୁ ଫେଣ ବାହାରୁଥାଏ, ବେଳେବେଳେ ପାଣିରେ ପଡ଼ିଯାଏ, ବେଳେବେଳେ ନିଆଁରେ ପଡ଼ିଯାଏ। ତାଙ୍କ ବାପା ଯୀଶୁଙ୍କ ଶିଷ୍ୟମାନଙ୍କ ନିକଟକୁ ତାଙ୍କୁ ସୁସ୍ଥ କରିବା ପାଇଁ ନେଲେ, କିନ୍ତୁ ଶିଷ୍ୟମାନେ ସେ ମନ୍ଦ ଆତ୍ମାକୁ ତାଠାରୁ ବିତାଡ଼ିତ କରିପାରିଲେ ନାହିଁ। ଏବଂ ସେ ପିଲାର ବାପା ଯୀଶୁଙ୍କ ପାଖକୁ ଗଲେ, କହିଲେ, ଗୁରୁ ମୋ ପ୍ରତି ଦୟା କର, ମୋର ପୁଅ ମଝିରେ ମଝିରେ ପାଣିରେ ନିଆଁରେ ପଡ଼ିଯାଉଛି, ସେ ଅପସ୍ମାର ବେମାର ପଡ଼ିଛି, ଫିଟ୍ସ ବେମାର ହେଇଛି, ବେଳେବେଳେ ନିଆଁରେ ପାଣିରେ ପଡ଼ି ତାର ମରିବାର ଆଶଙ୍କା ରହୁଛି, ତେଣୁ ଦୟାକର ତାକୁ ସୁସ୍ଥ କର। ମୁଁ ତୁମର ଚେଲାମାନଙ୍କ ନିକଟକୁ ଶିଷ୍ୟମାନଙ୍କ ନିକଟ ନେଇଯାଇଛି, କିନ୍ତୁ ସେମାନେ ମନ୍ଦ ଆତ୍ମାକୁ ବାହାର କରିପାରିଲେ ନାହିଁ। ପ୍ରଭୁ ଯୀଶୁ ତାଙ୍କୁ ତିରସ୍କାର କରି ଧମକ ଦେଇ ସେ ମନ୍ଦ ଆତ୍ମାକୁ ଦୂର ହୋଇ କହିଲେ ଏବଂ ମନ୍ଦ ଆତ୍ମା ଯେତେବେଳେ ବାହାରିଗଲା, ପିଲାଟି ପୁରା ଶାନ୍ତ ହୋଇ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଲା। ତେବେ ଶିଷ୍ୟମାନେ ପଚାରିଲେ, ଗୁରୁ, ଆମେ କାହିଁକି ସେ ପିଲା ଦେହରୁ ସେ ମନ୍ଦ ଆତ୍ମାକୁ ବାହାର କରିପାରିଲୁ ନାହିଁ? ଯୀଶୁ ଉତ୍ତର ଦେଲେ, ପ୍ରାର୍ଥନା ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏ ପ୍ରକାର ଦୁଷ୍ଟ ଆତ୍ମାକୁ ମନ୍ଦ ଆତ୍ମାକୁ ବାହାର କରାଯାଇ ନପାରେ। ତେବେ ସ୍ନେହର ଭାଇ ଭଉଣୀ, ଏଇଟା ପ୍ରଥମ ଦୃଷ୍ଟାନ୍ତ ନାହିଁ। ଏ ପିଲାଟାକୁ ଫିଟ୍ସ ବେମାର ହେଉଥିଲା, ତାର କୌଣସି ଜୀବାଣୁ କୀଟାଣୁ ଭୂତାଣୁ ନଥିଲା, ବରଂ ଗୋଟିଏ ମନ୍ଦ ଆତ୍ମା ଥାଇକି ତାକୁ ଏ ପ୍ରକାର ଯନ୍ତ୍ରଣା ଦେଉଥିଲା, ଅସୁସ୍ଥ କରୁଥିଲା। ଏଇଟା ପ୍ରଥମ ଉଦାହରଣ। କିନ୍ତୁ ଆମେ ଦେଖୁଛୁ ମାଥ୍ୟୁ ସୁସମାଚାର 12:22, 9:33 ଆମେ ଦେଖୁଛୁ ଦିଟା ଘଟଣା, ଯେଉଁମାନେ ଅନ୍ଧ ଏବଂ ମୂକ ଥିଲେ। ପ୍ରଭୁ ଯୀଶୁ ସେମାନଙ୍କ ଦେହରୁ ମଧ୍ୟ ସେ ମନ୍ଦ ଆତ୍ମା ବିତାଡ଼ିତ କରୁ କରୁ ସେ ଅନ୍ଧ ଆଖି ଦେଖିପାରିଲା, ମୂକ ବି କଥା କହିପାରିଲା। ଲୁକ୍ 13:12 ଏବଂ 16 ଦେଖୁଛୁ, ଗୋଟେ ନାରୀ କୁଜି ହେଇ ରହିଯାଇଥିଲା, ସେ ସିଧା ହିଁ ବଙ୍କା ହେଇ ରହିଯାଇଥିଲା। ତା ଦେହରେ ମଧ୍ୟ ଗୋଟେ ମନ୍ଦ ଆତ୍ମା ଥିଲେ। ପ୍ରଭୁ ଯୀଶୁ ତାକୁ ଦୟାକରି ମନ୍ଦ ଆତ୍ମାକୁ ବିତାଡ଼ିତ କରିଦେଉ ଦେଉ ସେ ସ୍ତ୍ରୀ ଲୋକଟି ମଧ୍ୟ ସିଧା ସଳଖି ସିଧା ଠିଆ ହେଇ ଚାଲିପାରିଲା। ଏବଂ ମାର୍କ ସୁସମାଚାର 5 ଆମେ 1-13 ଦେଖୁଛୁ, ଜଣେ ଯୁବକ ଦେହରେ 2000 ମନ୍ଦ ଆତ୍ମା ଥିଲା। ତେଣୁ ସେ ମନ୍ଦ ଆତ୍ମାକୁ ଗାଁ ଲୋକମାନେ ସମସ୍ତେ ମିଶି ଲୁହାର ଚେନ୍ରେ ବାନ୍ଧିଲେ ମଧ୍ୟ ସିଏ ଛିଣ୍ଡେଇ ପଡ଼ିଯାଉଥିଲା, ଉଲଗ୍ନ ଅବସ୍ଥାରେ ବୁଲୁଥିଲା, ମଶାଣିରେ ବୁଲୁଥିଲା, ଚିତ୍କାର କରୁଥିଲା, ଦେହରେ ପଥର କଟ ହେଉଥିଲା। ଏବଂ ସେ ଯେତେବେଳେ ଗାଁକୁ ଆସୁଥିଲା, ସେତେବେଳେ ସମସ୍ତେ କବାଟ ତାଟି ବନ୍ଦ କରିଦେଉଥିଲେ, ସେ ଆଣ୍ଟି ସୋସିଆଲ ହୋଇଯାଇଥିଲା। ତା ଦେହରୁ ମଧ୍ୟ ପ୍ରଭୁ ଯୀଶୁ ମନ୍ଦ ଆତ୍ମା ବାହାର କରୁ କରୁ ସେ ପୁରା ସୁସ୍ଥ ହେଇଗଲା। ଏଇ ଯେଉଁ କେତେଟା ଘଟଣାରେ ଆମେ ଜାଣୁଛୁ, ଆମମାନଙ୍କର ଅଧିକାଂଶ ଅସୁସ୍ଥର କାରଣ, ବିକଳାଙ୍ଗର କାରଣ, ଅସାମାଜିକ ହେବାର କାରଣ ବା ଆମର ଖରାପ ପ୍ରକୃତି ହେବାର କାରଣ, ସେଥିପାଇଁ ଗୋଟିଏ ଗୋଟିଏ ମନ୍ଦ ଆତ୍ମା ଦାୟୀ। ବାସ୍ତବିକ ଆମେ ବେସିକାଲି ଆମେ ସମସ୍ତେ ଭଲ ଲୋକ, କିନ୍ତୁ ଯେତେବେଳେ ମନ୍ଦ ଆତ୍ମା ଆମ ଭିତରେ ପ୍ରବେଶ କରେ, ତା ମଧ୍ୟରୁ ଆମେ କେତେଜଣ ଭଙ୍ଗା ହେଇଯାଉ, କେତେଜଣ କାଲା ହେଇଯାଉ, କେତେଜଣ ଅନ୍ଧ ହେଇଯାଉ, କେତେଜଣ ଖରାପ ହେଇଯାଉ, କେତେଜଣ ମଦ ହେଇଯାଉ, କେତେଜଣ ଚୋର ହେଇଯାଉ, କେତେଜଣ ଛତରା ହେଇଯାଉ, ବା ବିଭିନ୍ନ ପ୍ରକାର ଖରାପ ପ୍ରକୃତି ଆମ ଜୀବନକୁ ଆସେ। ଏ ପ୍ରତ୍ୟେକ ଖରାପ ଗୁଣ ପାଇଁ, ପ୍ରତ୍ୟେକ ଅସୁସ୍ଥତା ପାଇଁ ବା ପ୍ରତ୍ୟେକ ବିକଳାଙ୍ଗ ପାଇଁ ଗୋଟିଏ ଗୋଟିଏ ମନ୍ଦ ଆତ୍ମା ଦାୟୀ। ଏ ମନ୍ଦ ଆତ୍ମାକୁ ବାହାର କଲେ ଆମେ ସମସ୍ତେ ସୁନା ପିଲା ହେବା, ସମସ୍ତେ ସୁସ୍ଥ ରହିବା, ଆଉ ବିକଳାଙ୍ଗ ବି ରହିବନି, ବା ଆମେ ଅସାମାଜିକ ବ୍ୟକ୍ତି ଗୁଣ୍ଡା ହେବା ନାହିଁ। ତେବେ ଏ ମନ୍ଦ ଆତ୍ମା ବାହାର କରିବା ପାଇଁ ପୃଥିବୀରେ କୌଣସି ଔଷଧ ନାହିଁ, ବା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବଳରେ ମଧ୍ୟ ମନ୍ଦ ଆତ୍ମାକୁ ବାହାର କରିବାର କୌଣସି ଉପାୟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମଧ୍ୟ ଆବିଷ୍କାର କରିପାରିନାହାନ୍ତି। ତେଣୁ ପ୍ରଭୁ ଯୀଶୁ ଆଜି କହୁଛନ୍ତି, ମାଥ୍ୟୁ ସୁସମାଚାର 17:21 କହିଲେ, ପ୍ରାର୍ଥନା ଉପବାସ ବିନା ଏ ପ୍ରକାର ମନ୍ଦ ଆତ୍ମାକୁ ଅନ୍ୟ କୌଣସି ଉପାୟରେ ବାହାର କରାଯାଇପାରିବ ନାହିଁ। ତେଣୁ କାଥୋଲିକ ମଣ୍ଡଳୀ ଆଜି ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ଏ ତପସ୍ୟା କାଳ 40 ଦିନରେ ମୁଖ୍ୟତଃ ପ୍ରାର୍ଥନା, ଉପବାସ ଏବଂ ଦାନ ଧର୍ମ କରିବା ପାଇଁ ଶିକ୍ଷା ଦିଏ। ତେବେ ସ୍ନେହର ଭାଇ ଭଉଣୀମାନେ,
ଏବଂ এইଥିପାଇଁ ଆମମାନଙ୍କୁ ଉପବାସ କରିବା ପାଇଁ କୁହାଯାଏ। ଉପବାସ ପ୍ରାର୍ଥନା କରିବା ଦ୍ୱାରା ଆମମାନଙ୍କ ଜୀବନରେ ଯେଉଁ ପ୍ରକାର ମନ୍ଦ ଆତ୍ମା, ଦୁଷ୍ଟ ଆତ୍ମା, ବିଭିନ୍ନ ପ୍ରକାର ଖରାପ ଆତ୍ମା ଅଛି ସେ ବାହାରିଲେ ଆମେ ସମସ୍ତେ ପବିତ୍ର ଆତ୍ମାର ପୂର୍ଣ୍ଣ ହେବ, ସାଧୁ ଭଳି ସୁନା ପିଲା ଭଳି ଭଲ ଜୀବନଯାପନ କରିବା, କୌଣସି ସମସ୍ୟା ରହିବ ନାହିଁ। ଦ୍ୱିତୀୟ ବିଷୟ କାହିଁକି ଉପବାସ କରୁଛୁ ଆମେ ଦେଖନ୍ତୁ, ଲୁକ୍ ସୁସମାଚାର 15:17 ଅପବ୍ୟୟ ପୁତ୍ର ବାପାଙ୍କର ସମ୍ପତ୍ତି ଭାଗ ନେଇ ଚାଲିଗଲା ବିଦେଶରେ, ଭୋଗ ବିଳାସ ଟଙ୍କା ସବୁ ଶେଷ କଲା। ତାର ଚେତା ଆସିନଥିଲା, କେବେ ମଧ୍ୟ ତାର ବିବେକ ଫେରି ଆସିନଥିଲା। କିନ୍ତୁ ଯେତେବେଳେ ସେ ରାଜ୍ୟର ମରୁଡ଼ି ହେଲା, ଦୁର୍ଭିକ୍ଷ ହେଲା, ଖାଇବାକୁ ପାଇଲାନି ଅପବ୍ୟୟ ପୁତ୍ର। ଘୁଷୁରୀ ମାନଙ୍କୁ ଯେଉଁ ଶିମ୍ବ ମଞ୍ଜି ଦିଆଯାଉଥିଲା ତାହା ଖାଇବା ପାଇଁ ଇଚ୍ଛା କରୁଥିଲେ ମଧ୍ୟ ସେ ଘୁଷୁରୀର ଖାଦ୍ୟ ମଧ୍ୟ ତାକୁ ମିଳୁନଥିଲା। ଯେତେବେଳେ ତାର ପେଟ କାନ୍ଦିଲା, ତାର ହୋସ ଆସିଲା, ତାର ଚେତା ଆସିଲା, ସେ ଯେତେବେଳେ ସେନ୍ସ ଅଫ୍ ସିନ୍ ପାଇଥିଲେ। ସେଥିପାଇଁ ଆମମାନଙ୍କୁ ମଧ୍ୟ କୁହାଯାଉଛି ତପସ୍ୟା କାଳରେ ଯଦି ଆମେ ଉପବାସ କରିବା, ପେଟ କାନ୍ଦିବ, ପେଟ ଖାଲି ହେଲେ ଆମର ଚେତନାର ଆତ୍ମା, ଅନୁତାପର ଆତ୍ମା ପାଇବା, ଆମେ ବୁଝିପାରିବା ଆମର ଜୀବନରେ କେତେ ଭୁଲ କରିଛୁ, କ'ଣ କରିଛୁ ନ କରିଛୁ। ଚେତନା ପାଇବା ପାଇଁ, ବୁଦ୍ଧି ପାଇବା ପାଇଁ, ବିବେକ ପାଇବା ପାଇଁ, ହୋସ ପାଇବା ପାଇଁ ଆମମାନଙ୍କୁ ଫାଷ୍ଟିଂ ପ୍ରେୟର, ଉପବାସ ପ୍ରାର୍ଥନା ନିହାତି ଆବଶ୍ୟକ। ଏବଂ ତୃତୀୟ କାରଣ ହେଲା ଉପବାସ କରିବାର ଅର୍ଥ ହେଲା ପରମେଶ୍ୱର ଜୁଏଲ ଭାବବାଦୀ 2:12 ପରମେଶ୍ୱର ନିଜେ ଆମକୁ କମାଣ୍ଡମେଣ୍ଟ ଦେଲେ ବା ଆଦେଶ ଦେଇଛନ୍ତି ଯେ ଅନ୍ତତଃ ଆଜି ତୁମେମାନେ ଉପବାସ ପୂର୍ବକ ରୋଦନ କରି ବିଳାପ କରି ମୋ ନିକଟ ପ୍ରତ୍ୟାବର୍ତ୍ତନ କର। ଯେତେବେଳେ ଦୁଷ୍ଟ ହେଇଥିବ, ଯେତେବେଳେ ପାପୀ ହେଲେ ଯଦି ମନ ପରିବର୍ତ୍ତନ କରି ଫେରି ଆସିବ ପ୍ରଭୁଙ୍କ ନିକଟ, ସେ ମରିବ ନାହିଁ, ବଞ୍ଚିବ, ଉଦ୍ଧାର ପାଇବ। ପ୍ରଭୁ କାରଣ ଦଣ୍ଡ ଦେବା ପରମେଶ୍ୱର ନାହିଁ। ଜେଜିକେଲ ପୁସ୍ତକ 33:14-15 ପରମେଶ୍ୱର କହନ୍ତି ଦୁଷ୍ଟ ଯଦି ମନ ପରିବର୍ତ୍ତନ କରି ଫେରି ଆସିବ ସେ ମରିବ ନାହିଁ, ଅବଶ୍ୟ ବଞ୍ଚିବ। କାରଣ ଜେଜିକେଲ ପୁସ୍ତକ 33:11 ଲେଖାଯାଇଛି ଯେ ପାପୀର, ଦୁଷ୍ଟର ମରଣରେ ପ୍ରଭୁଙ୍କର କୌଣସି ଖୁସି ହୁଏ ନାହିଁ। ତେବେ ସ୍ନେହର ଭାଇ ଭଉଣୀମାନେ, ନୂତନ ବାଇବେଲକୁ ମଧ୍ୟ ଯିବା ଦେଖନ୍ତୁ, ଆମେ ପ୍ରଭୁ ଯୀଶୁ ମଧ୍ୟ ମାଥ୍ୟୁ ସୁସମାଚାର 6:16 କହିଲେ ଯେବେ ତୁମେ ଉପବାସ କରିବ ମୁହଁକୁ ମଳିନ କରିବ ନାହିଁ। ପ୍ରଭୁ ଯୀଶୁ କହିଲେନି ଯଦି ତୁମେ ଉପବାସ କରି କହିନାହାନ୍ତି। ଯଦି ପ୍ରଭୁ ଯୀଶୁ କହିଥାନ୍ତେ ଯଦି ତୁମେ ଉପବାସ କରିଥାନ୍ତେ ତାହେଲେ ଅପସନାଲ ହେଇଥାନ୍ତା। କିନ୍ତୁ ପ୍ରଭୁ ଯୀଶୁ କହିଲେ ଯେବେ ତୁମେ ଉପବାସ କରିବ ମୁହଁକୁ ମଳିନ କରିବ ନାହିଁ। ତାର ଅର୍ଥ ହେଲା ଉପବାସ କରିବାଟା ଗୋଟେ ଆଦେଶ, ପରମେଶ୍ୱରଙ୍କର ଆଜ୍ଞା। ଯଦି ଉପବାସ ଯିଏ କରୁନାହିଁ ସେ ପ୍ରକୃତ ଖ୍ରୀଷ୍ଟିଆନ କେବେ ହେଇପାରିବ ନାହିଁ। ଯଦି ଉପବାସ ନ କରିବା ଆମକୁ ପ୍ରଭୁ ଆମକୁ ଦଣ୍ଡ ଦେବେ, ଚିନି ବେମାର ଦେବେ, ଅବଶ୍ୟ ଦେବେ। ଯେତେବେଳେ ଚିନି ବେମାର ଆରମ୍ଭ ହେବ, ଡାଇବେଟିସ୍ ଆରମ୍ଭ ହେବ, ଡକ୍ଟର କହିବେ ଭାତ ଖାଇବୁନୁ, ଡାଲି ଖାଇବୁନୁ, ଆମ୍ବ ଖାଇବୁନୁ, ପଣସ ଖାଇବୁନୁ, ପିଜୁଳି ଖାଇବୁନୁ, ଖାଲି ଶୁଖିଲା ରୁଟି ଖାଇବୁ। ତେଣୁ ସ୍ନେହର ଭାଇ ଭଉଣୀମାନେ, ଆମମାନଙ୍କୁ ଉପବାସ କରିବା ପାଇଁ ପରମେଶ୍ୱରଙ୍କର ଆଦେଶ। ତେଣୁ ଆମେ ଏ ତପସ୍ୟା କାଳରେ ଉପବାସ କରୁଛୁ, ପ୍ରାର୍ଥନା ଉପବାସ କରୁଛୁ। ଏବଂ ଉପବାସ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଏଇ ତପସ୍ୟା କାଳରେ ଆମେ ପରମେଶ୍ୱର ଦେଇଥିବା 3ଟା ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ଚେଷ୍ଟା କରିବା। ତପସ୍ୟା କରି ଉପବାସ କରି ପରମେଶ୍ୱର 2ଟା ପ୍ରଶ୍ନ ଆମକୁ ପଚାରନ୍ତି। ଆଦି ପୁସ୍ତକ 3:9 ପରମେଶ୍ୱର ପ୍ରଥମ ପ୍ରଶ୍ନ ପଚାରନ୍ତି, ଆଦାମ ଆଦାମ ତୁମେ କେଉଁଠାରେ ଅଛ? ପରମେଶ୍ୱର ପଚାରୁନାହାନ୍ତି ଯେ ତୁମେ ଘରେ ଅଛ କି ପଡ଼ିଆରେ ଅଛ କି ଜଙ୍ଗଲରେ ଅଛ, ସେ ପଚାରୁନାହାନ୍ତି। ବା ଆମର ଭୌଗୋଳିକ ସ୍ଥିତି କୋଉଠି ଅଛି ସେଟା ପଚାରୁନାହାନ୍ତି। ବରଂ ପରମେଶ୍ୱର ପଚାରୁଛନ୍ତି ଆଦାମ ତୁମର ମୋର ଯେଉଁ ସମ୍ପର୍କ ଥିଲା ସେ ସମ୍ପର୍କ ଠିକରେ ଅଛି ନା ବିଗିଡ଼ି ଯାଇଛି? ସେଇ ସମାନ ପ୍ରଶ୍ନ ଆମମାନଙ୍କୁ ମଧ୍ୟ ପରମେଶ୍ୱର ପଚାରୁଛନ୍ତି। ହେ ମୋର ଝିଅ, ହେ ମୋର ପୁଅ, ତୁମେ କେଉଁଠାରେ? ଅର୍ଥାତ୍ ତୁମର ମୋର ଯେଉଁ ସୁସମ୍ପର୍କ ଥିଲା ସେ ସୁସମ୍ପର୍କ ଠିକରେ ଅଛି ନା ବିଗିଡ଼ି ଯାଇଛି? ତୁମେ ଆତ୍ମିକ ଜୀବନରେ ମୋ ଠାରେ ଅଛ ନା ଦୂରକୁ ଯାଇଛ? କାରଣ ଯିଶାୟା ପୁସ୍ତକ 59:2 ଲେଖାଯାଇଛି, ପାପ ହିଁ ଆମମାନଙ୍କୁ ଈଶ୍ୱରଙ୍କ ଠାରୁ ବିଚ୍ଛେଦ କରେ। ଆମେ ଯେତେଟା ଅଧିକ ପାପ କରି ଯାଉଛୁ ସେତେ ଈଶ୍ୱରଠାରୁ ଦୂରେ ଯାଉଛୁ। ଏବଂ ଆମେ ଯେତେ ଈଶ୍ୱରଠାରୁ ଯେତେ ଅଧିକ ଦୂରକୁ ଯାଉଛୁ ସେତେ ଅଧିକ ଆମ ଜୀବନରେ ବିପଦ ରହିଛି। କାରଣ ମେଷ ପାଳକ ପାଖରେ ଯେଉଁ ପର୍ଯ୍ୟନ୍ତ ମେଷ ଗୁଡ଼ିକ ଚରୁଥିବ ମେଷମାନଙ୍କୁ ବାଘ କି ସିଂହ ଖାଇବ ନାହିଁ। କିନ୍ତୁ ମେଷ ପାଳକ ଠାରୁ ଯଦି ମନେକର ମେଷ ଛୁଆଟି ଯଦି ଦୂରକୁ ଚାଲିଯାଏ ତାହେଲେ ସିଂହ କି ବାଘ ଖାଇବାର ଆଶଙ୍କା ବହୁତ ରହିଥାଏ। ତେଣୁ ଆମେ ସାଙ୍ଗେ ସାଙ୍ଗେ ଫେରିକି ଆସିବାକୁ ହେବ ନିରାପତ୍ତା ଦୃଷ୍ଟିରୁ। ଏବଂ ଯଦି ଆମେ ଏସବୁ ଦୂରକୁ ଯିବା ତାର ଆଉ ଗୋଟେ ସଙ୍କଟ ରହିଛି ଯେ ପରମେଶ୍ୱର ସ୍ୱୟଂ ପ୍ରଭୁ ଯୀଶୁ ଜନ ସୁସମାଚାର 15:5 କହିଲେ, ମୁଁ ଦ୍ରାକ୍ଷାଲତା ତୁମେ ମାନେ ଶାଖା। ଯେଉଁ ପର୍ଯ୍ୟନ୍ତ ଶାଖା ଗୁଡ଼ିକ ଦ୍ରାକ୍ଷାଲତା ଲାଗିକି ରହିବ
ସେ ପ୍ରଚୁର ଫୁଲ ଫଳ ଫଳିବ। ଯଦି ସେ ଦ୍ରାକ୍ଷାଲତା ଠାରୁ ଶାଖା ଯଦି ଅଲଗା ହେଇଯିବ ଶୁଖିଯିବ ତାକୁ ନିଆଁରେ ଲଗାଯିବ। ତେବେ ସ୍ନେହର ଭାଇ ଭଉଣୀ ଯଦି ଆମେ ପାପ କରିବା ଦ୍ୱାରା ଯଦି ଈଶ୍ୱର ଠାରୁ ବିଚ୍ଛେଦ ହେଇଯାଇଛୁ ତାହେଲେ ଆମେ ଦ୍ରାକ୍ଷାଲତାରୁ ବିଚ୍ଛେଦ ହେଇସାରିଛୁ ଶୁଖିଲା ଡାଳ ହେଇଯାଇଛୁ। ତେଣୁ ଆମ ଜୀବନରେ ଆଜି ନା ପ୍ରେମ ଅଛି ନା ଶାନ୍ତି ଅଛି ନା ଆନନ୍ଦ ଅଛି ନା ଧୈର୍ଯ୍ୟ ଅଛି। ଫଳର ଅର୍ଥ ମୁଁ କହୁନି ଆମ୍ବ ପଣସ ପିଜୁଳି କଥା କହୁନି। ଫଳର ଅର୍ଥ ହେଲା ଗାଲାତୀୟ 5:22-23 ଲେଖାଯାଇଛି ଯେ ଆତ୍ମାଙ୍କର 9ଟା ଫଳ ପ୍ରେମ ଶାନ୍ତି ଆନନ୍ଦ ଦୀର୍ଘ ସହିଷ୍ଣୁତା ଧୈର୍ଯ୍ୟ ସୁଶୀଳତା ନମ୍ରତା ମୃଦୁତା ଆତ୍ମସଂଯତ ପରୋପକାରିତା ଏଗୁଡ଼ିକ ହେଲା ଫଳ। ଏଇ ଫଳ ଗୁଡ଼ାକ ପାଇବାକୁ ହେଲେ ଯଦି ଆମେ ସେଇ ଲତା ସେ ଯୀଶୁଙ୍କ ଠାରେ ଆମେ ଲାଗିକି ସଂଲଗ୍ନ ହେଇ ରହିବା ଦରକାର ଅଛି। ପ୍ରଭୁଙ୍କ ପାଖରେ ଲାଗିକି ଯୋଡ଼ି ହେଇ ରହିବା ଦରକାର ଅଛି। ଯଦି ଆଜି ଆମ ଜୀବନରେ ଦୁଃଖ ଅଛି ହତାଶ ଅଛି ନିରାଶ ଅଛି ଧୈର୍ଯ୍ୟ ନାହିଁ ବା ଆମେ ଯଦି ମନେକ ସମସ୍ୟା ଅଛି ତାହା ହିଁ ପ୍ରମାଣ ଯେ ଆମେ ପାପ କରିବା ଦ୍ୱାରା ଈଶ୍ୱର ଠାରୁ ଦୂରକୁ ଚାଲି ଯାଇଛୁ। ତେବେ ସ୍ନେହର ଭାଇ ଭଉଣୀମାନେ ଆମେ ଯେତେ ଶୀଘ୍ର ଫେରି ଆସିବା ସେତେ ଶୀଘ୍ର ପ୍ରଭୁ ଆମମାନଙ୍କୁ ଉଦ୍ଧାର କରିବେ। ଯଦି ଫେରି ନ ଆସିବ ତାହେଲେ ଆମମାନଙ୍କର ସମସ୍ୟା ଅଧିକରୁ ଅଧିକ ହେବ। ତେଣୁ ଏଇ ତପସ୍ୟା କାଳରେ ଆମମାନଙ୍କର କର୍ତ୍ତବ୍ୟ ଆମେ ମନେ ପକେଇକି ଆମମାନଙ୍କୁ ନିଜର ପାପ ଲାଗି ଅନୁତପ୍ତ ଅବସ୍ଥାରେ ହେବା ଅନୁତାପ କରିକି ପ୍ରଭୁଙ୍କର ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏମାନଙ୍କୁ ଆହ୍ୱାନ କରାଯାଇଛି। ଦ୍ୱିତୀୟ ପ୍ରଶ୍ନ ଠିକ୍ ସେହି ପ୍ରକାର। ଆଦି ପୁସ୍ତକ 4:9 ପରମେଶ୍ୱର ପଚାରନ୍ତି କାଇନ ତୁମର ଭାଇ ଆବେଲ କେଉଁଠାରେ? ଅର୍ଥାତ୍ ଆମର ଡାହାଣ ବାହାରେ ଥିବା ଭାଇମାନେ ଆମର ସମ୍ପର୍କ ପ୍ରତିବାସୀ ଭାଇମାନଙ୍କ ସାଙ୍ଗରେ କେଉଁଠାରେ ପରମେଶ୍ୱର ସେଇ ସମାନ ପ୍ରଶ୍ନ ପଚାରୁଛନ୍ତି। ଆମର ପ୍ରତିବାସୀ ଭାଇମାନଙ୍କ ଠାରେ ଆମର ସମ୍ପର୍କ ଯେଉଁ ପ୍ରକାର ଥିଲା ସେ ସମ୍ପର୍କ ଠିକରେ ଅଛି ନା ବିଗିଡ଼ି ଯାଇଛି? ଯଦି ବିଗିଡ଼ି ଯାଇଛି ଆମେ ସେମାନଙ୍କର ପୁନର୍ମିଳନ ହେବାକୁ ଦରକାର ରହିଛି। କାରଣ ଆମର ଖ୍ରୀଷ୍ଟିଆନ ଧର୍ମର ଚିହ୍ନ ହେଲା କ୍ରୁଶ କାଠ। ଗୋଟେ ହେଲା ଆସମାନରୁ ଆକାଶ ଆଡ଼କୁ ଯାଇଛି ଆଉ ଗୋଟେ ଡାହାଣରୁ ବାଁକୁ ଯାଇଛି। ଯେଉଁ କାଠ ଡାହାଣରୁ ବାଁକୁ ଯାଇଛି ତାହାର ଆମର ପ୍ରତିବାସୀରେ ଥିବା ସାଙ୍ଗରେ ଆମର ସମ୍ପର୍କ ଆଉ ଯେଉଁ କାଠ ତଳୁ ଉପରକୁ ସ୍ୱର୍ଗ ଆଡ଼କୁ ଯାଇଛି ତାହା ଈଶ୍ୱର ସହିତ ଆମର ସମ୍ପର୍କ। କିନ୍ତୁ ମନେ ରଖିବା ଦରକାର ଅଛି ଯେ ଯେଉଁ ପର୍ଯ୍ୟନ୍ତ ଆମେ ପ୍ରତିବାସୀ ସହିତ ସୁସମ୍ପର୍କ ସ୍ଥାପନ କରିପାରିନାହୁଁ ସେ ପର୍ଯ୍ୟନ୍ତ ଆମେ ପରମେଶ୍ୱର ସାଙ୍ଗରେ ମଧ୍ୟ ସୁସମ୍ପର୍କ ରଖିବାକୁ ସମର୍ଥ ହେଇପାରିବାନି। କାରଣ ପ୍ରଭୁ ଯୀଶୁ କହିଲେ ପ୍ରଥମ ଜହନ 4:20 ତୁମେ ଯଦି ଦେଖିପାରୁଛ ପ୍ରତିବାସୀକୁ ପ୍ରେମ କରିପାରୁନ ତାହେଲେ ଅଦୃଶ୍ୟ ଈଶ୍ୱର କି ପ୍ରକାର ପ୍ରେମ କରିବ? ଯିଏ ପ୍ରତିବାସୀକୁ ପ୍ରେମ ନ କରି ଈଶ୍ୱରକୁ ପ୍ରେମ କରୁଛି ସେ ମିଥ୍ୟାବାଦୀ ବୋଲି ପରମେଶ୍ୱର କହନ୍ତି। ତେବେ ସ୍ନେହର ଭାଇ ଭଉଣୀମାନେ ଆମେ ଆମର ପ୍ରତିବାସୀ ସାଙ୍ଗରେ ଯେଉଁ ପର୍ଯ୍ୟନ୍ତ ଆମେ ସୁସମ୍ପର୍କ ଯୋଡ଼ି ପାରିନୁ ସେ ପର୍ଯ୍ୟନ୍ତ ଈଶ୍ୱର ସାଙ୍ଗରେ ଆମର ସମ୍ପର୍କ ସୁସ୍ଥିର ହେବ ନାହିଁ ସୁସମ୍ପର୍କ ସ୍ଥାପନ ହେଇପାରିବନି। ତେଣୁ ପ୍ରଭୁ ଯୀଶୁ ମାଥି ସୁସମାଚାର 6:15 କହନ୍ତି ତୁମେ ଯଦି ପ୍ରତିବାସୀର ପାପ କ୍ଷମା କରିବ ନାହିଁ ମୁଁ ମଧ୍ୟ ତୁମର ପାପ କ୍ଷମା କରିବି ନାହିଁ। ଏବଂ ପ୍ରଭୁ ମଧ୍ୟ କହନ୍ତି ଯେ ଆପଣଙ୍କର ମାଥି ସୁସମାଚାର 5:22-23 କହନ୍ତି ଯେ ଯଦି ତୁମର ନୈବେଦ୍ୟ ଆଣିବା ସମୟରେ ପ୍ରତିବାସୀ ସାଙ୍ଗରେ ଝଗଡ଼ା ହେଇଛି ବୋଲି ମନେ ପଡ଼ିବ ନୈବେଦ୍ୟ ରଖିଦେଇ ଯାଅ ପ୍ରତିବାସୀ ସାଙ୍ଗରେ ପୁନର୍ମିଳନ ହଅ ତାପରେ ନୈବେଦ୍ୟ ଆଣ। ତେବେ ସ୍ନେହର ଭାଇ ଭଉଣୀମାନେ ଆଜି ଆମେ ସେ ସମାନ ପ୍ରଶ୍ନ ଆମକୁ ପଚାରୁଛନ୍ତି ଯେ ଆମେ ପିତା ପରମେଶ୍ୱର ସାଙ୍ଗରେ ଆମର ସମ୍ପର୍କ କେଉଁ ପ୍ରକାର ଅଛି ନା ବିଗିଡ଼ିଛି ଏବଂ ପ୍ରତିବାସୀ ସାଙ୍ଗରେ କେଉଁ ସମ୍ପର୍କ ଅଛି ତାହା ବିଗିଡ଼ିଛି କି ତାହା ଦେଖିବା ଏବଂ ଯଦି ବିଗିଡ଼ିଛି ତାହେଲେ ଅନୁତପ୍ତ ହୃଦୟରେ ଆମେ ପୁନର୍ମିଳନ ହେବା ପାଇଁ ଆମମାନଙ୍କୁ ସମୟ ଦିଆଯାଇଛି। ଅବଶିଷ୍ଟ ବିଷୟ ଆମେ ଭଲ୍ୟୁମ୍ 2ରେ ଆମେ ଶୁଣିବା ପାଇଁ ଚେଷ୍ଟା କରିବା। ସମସ୍ତେ ଗୁଡ୍ ହିୟରିଂ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜୟ ଯୀଶୁ।